नमस्कार। आज ये सांबादिक सम्मेलन जो शीर्षक रही चाषी शोषण अभियोग को कहीं डरुंच भद्रक जिलापाल ए शीर्षक रे आमे जो सांबादिक सम्मेलन कर छटी दाबी अच्छी छटी दाबी भितर प्रमुख एक नंबर दाबी हूँ 2018-19 मसीह धान बिकी 6 जन चाषी आज पर्यंत से एमएसपी प्राप्य पाई पारे ना एथिरे जहारी भी भूल थाउ चाषी धान दे कहीं प्राप्य दीर्घ वर्ष धरी पाइब नाही तेणु ए दिगरे आमर गोटे दाबी रोचे जे सेमानकु सेमानक प्राप्य प्रथमे तुरंत अर्जेंट बेसिस रे तांकु देई दिया जाऊ एथिपई जिला प्रशासन जहाँ जहाँ पदक्षेप नियंतु काहेकि ना जेतेबेले आरटीआई रे प्रोएक्टिव डिस्क्लोजर नै आमे जिलापालଙ୍କୁ धारणा करिबा पई जेतेबेले अवगत कलु जे जदि प्रोएक्टिव डिस्क्लोजर इन्फॉर्मेशन न दिया जाए ताहले आमे धारणार बसबु तेणु तुरंत राज्य सरकारଙ୍କ अधिकारीଙ୍କ सहित जिलापाल महोदय कथा हेले एवं ए दिगरे अर्थ भी मंजूर करिके आनिले जिला राज्य स्तररु एवं जिलार समस्त ऑफिस रो जे मुख्य एवं तांको तळे जो अधिकारी अछंती एवं तांको तळକୁ जो अधिकारी अर्थात प्रमुख उपर श्रेणीर 3 जण प्रत्येक ऑफिस रो 3 जण उपर स्तरर अधिकारी को ऑनलाइन जरिया एवं ऑफलाइन जरिया ट्रेनिंग दियाला जदि यह संभव हो पारुची चाषी जड़े 5 वर्ष धरी धान देकी काहेकि तार प्राप्य पाई परिबो ना ये होचे हमर प्रथम दाबी द्वितीय दाबी होची 2024 चलित वर्ष 2024-25 ए जो धान किणारे ହେଇची केएमएस 2024-25 रे स्वच्छता नाही ମୁଁ ଆପଣଙ୍କୁ ଦୁଇଟି ଖବର କାଗଜର ଯୋଉ ବାହାରି ଥିଲା ଖବର ତାକୁ କୋଟ୍ କରିବା ପାଇଁ ଚାହିଁବି। ଗୋଟେ ସମାଜ ଦୈନିକ ଖବର କାଗଜ ସମାଜ ଏବଂ ଦୈନିକ ଖବର କାଗଜ ପ୍ରଗତିବାଦୀ। ସମାଜ ଓ ପ୍ରଗତିବାଦୀରେ ଯୋଉ ସାମ୍ବାଦିକ ଭଦ୍ରକ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେମାନେ ବହୁ ବରିଷ୍ଠ ଏବଂ ସେମାନଙ୍କର ଅ ଖବର ପ୍ରସାରଣ ଉପରେ ବା ଖବର ଲେଖା ଉପରେ ଯେ କାହାର ସନ୍ଦେହ ନଥିବ ଏହା ନିଶ୍ଚିତ ମୁଁ ଏବଂ ଜିଲ୍ଲା ପ୍ରଶାସନ ବି ନିଶ୍ଚିତ କିନ୍ତୁ ସେ ଖବରକୁ ଉପରେ କୌଣସି ଆକ୍ନୋଲେଜମେଣ୍ଟ ନ କରି ପ୍ରଶାସନ କାହିଁକି ତା ଦିଗରେ ଗୋଟେ ତଦନ୍ତ କରିବା ପାଇଁ ନିଜ ଆଡୁ ଆଗ୍ରହ ପ୍ରକାଶ କଲା ନାହିଁ ତେଣୁ ୟାକୁ ଆପଣମାନେ ଚିନ୍ତା କରିବାର ଆବଶ୍ୟକତା ଅଛି ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଧାନ କିଣାରେ ଗତ ଚଳିତ ବର୍ଷ ବହୁ ଦୁର୍ନୀତି ହେଇଛି ଏବଂ ଯୋଉ ଦୁର୍ନୀତି କଥା ଖବରକାଗଜରେ ପ୍ରକାଶିତ ହେଇଛି ତାହା ଦ୍ୱାରା ଚାଷୀ ଶୋଷଣ ହେଉଛନ୍ତି ତେଣୁ ଏ ପରିପ୍ରେକ୍ଷୀରେ ଯୋଉ ସିସିଟିଭି ଖଞ୍ଜା ଯାଇଥିଲା ସବୁ ଧାନ କିଣା କେନ୍ଦ୍ରରେ ସେ ସିସିଟିଭିର ତଦାରଖ କୋଉ କୋଉ ଅଧିକାରୀ ବିଭିନ୍ନ କାର୍ଯ୍ୟାଳୟରେ ବସି କରୁଥିଲେ ଏବଂ ସେମାନେ କଣ କଣ ରିପୋର୍ଟ ଯୋଉ ଧାନ କିଣା ସମୟରେ ଦେଇଛନ୍ତି ପ୍ରଶାସନକୁ ସେ ରିପୋର୍ଟକୁ ଗୋଟେ ଅଡିଟ୍ କରୁ ଜିଲ୍ଲା ପ୍ରଶାସନ ଏବଂ ତା ଉପରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଗୋଟେ ସର୍ବ ସମ୍ମୁଖରେ ପ୍ରକାଶିତ କରୁ ଜିଲ୍ଲା ପ୍ରଶାସନ ଇଏ ହଉଛି ଦ୍ୱିତୀୟ ଦାବି ତୃତୀୟ ଦାବି ହଉଛି ଯେ ଚାଷୀ ଯୋଉ ସମସ୍ୟା ଅଛି ତାର ଗୋଟେ ଚାକ୍ଷୁଷ ପ୍ରମାଣ ଅଛି ସେ କୁ ନେଇକି ତୃତୀୟ ଦାବିଟି ଅଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର କାଦବରାଙ୍ଗ ସମବାୟ ସମିତିରେ ଯୋଉ ଧାନ କିଣା ସମୟରେ ଯୋଉ କଟନୀ ଛଟନୀ ହେଇଛି ବା ଚାଷୀଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରାଯାଇଛି ମଣ୍ଡିରୁ ଧାନ ଚୋରି ହୋଇଛି ଏବଂ ଚାଷୀଙ୍କୁ ମାସ ମାସ ଧରି ଦୌଡା ହେଇଛି ଏବଂ ତାଙ୍କର ଧାନକୁ ଅନେକ ପରିମାଣରେ ତାଙ୍କ ଅର୍ଥକୁ ଲୁଟ୍ କରାଯାଇଛି ଏ ସବୁ ନେଇ ଯେତେଗୁଡା ଅଭିଯୋଗ ହେଇଛି ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ହେଇଛି ଗ୍ରିଭାନ୍ସରେ ଅଭିଯୋଗ ହେଇଛି ଇମେଲ ଯୋଗେ ମଧ୍ୟ ଜିଲ୍ଲା ପ୍ରଶାସନକୁ ଅଭିଯୋଗ ହେଇଛି ସେ ସବୁ ଅଭିଯୋଗର ତଦନ୍ତ ତୁରନ୍ତ ଗୋଟେ ଇଣ୍ଡିପେଣ୍ଡେଣ୍ଟ ଅଧିକାରୀଙ୍କ ଦ୍ଵାରା କରାଯାଇ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଚତୁର୍ଥ ଯୋଉ ଦାବିଟି ରହିଛି ଦାବିଟି ହଉଛି ଭଦ୍ରକ ଡିଆରସିଏସ୍ ଯିଏ ଅଛନ୍ତି ପ୍ରାଚିତା ଜେନା ସେ ଜଣେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ କ୍ଷତିପୂରଣ ଦେବା ପାଇଁ ଯେ ଏଇ ଯୋଉ କଟନୀ ଛଟନୀ ହେଲା ତାଙ୍କର ଧାନ ଶୁଖିଯିବା ହେଲା ଏବଂ ଭୁଲ ପଦ୍ଧତିରେ ତାଙ୍କର ଧାନକୁ ଯୋଉ କିଣାଗଲା ସେଥିରେ ସିଏ ଯେତେ କ୍ଷତି ସହିଛନ୍ତି ଏ କ୍ଷତିକୁ ପୂରଣ କରିବା ପାଇଁ ଯୋଉ ଧାନ କିଣା କେନ୍ଦ୍ର ଯିଏ ସେକ୍ରେଟାରୀ ଅଛନ୍ତି କୋଅପରେଟିଭ ସୋସାଇଟିର ତାଙ୍କୁ ସେ କହିବେ ଯେ ସିଏ ତାଙ୍କ କ୍ଷତିପୂରଣ ଦେବେ ଏକଥା ପ୍ରତିଶ୍ରୁତି ଦେଇଥିଲେ ମୌଖିକ ପ୍ରତିଶ୍ରୁତି ଦେଇଥିଲେ ତେଣୁ ତାକୁ ସେ ତୁରନ୍ତ ପୂରଣ କରନ୍ତୁ ଏହା ହେଉଛି ଆମର ଚତୁର୍ଥ ଦାବି ପଞ୍ଚମ ଦାବି ହଉଛି ଜିଲ୍ଲାପାଳ ଧାନ କିଣା ଅନିୟମିତତାରେ ଏଇ ଯୋଉ କାଦବରାଙ୍ଗ ସମବାୟ ସମିତିରେ ଯୋଉ ଅନିୟମିତତା ଜଣେ ଚାଷୀ କରିଥିଲେ ଏ ଚାଷୀଙ୍କ ଅଭିଯୋଗ ମୂଳେ ତଦନ୍ତ କରିବା ପାଇଁ ଜଣେ ଅଧିକାରୀକୁ ଜିଲ୍ଲା ପ୍ରଶାସନ ପଠାଇଥିଲେ ଏବଂ ସେ ଅଧିକାରୀଙ୍କର ପୁରା ଦିନ ତମାମ ସେ ଯୋଉ ତଦନ୍ତ କଲେ ତାର ଭିଡିଓଗ୍ରାଫି ଅଛି ଏବଂ ସେଥିରେ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ଉକ୍ତ କର୍ମଚାରୀ ଜଣଙ୍କ ଘଟଣାର ତଦନ୍ତ କରି ତାର ସମାଧାନ ବା ଚାଷୀଙ୍କୁ କ୍ଷତିପୂରଣ କିମ୍ବା ଚାଷୀଙ୍କୁ ଯାହା ତାଙ୍କର ମାନେ ପ୍ରାପ୍ୟ ହକ୍ ତାକୁ ଦେବା ଦିଗରେ କାମ ନ କରିକି ସମଝୋତା କରିବା ପାଇଁ ବା ବୁଝାମଣା କରିବା ପାଇଁ ପ୍ରବର୍ତ୍ତେଇଛନ୍ତି ତେଣୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହଉ ଏବଂ ତାଙ୍କୁ ତୁରନ୍ତ ଏ ଜିଲ୍ଲାରୁ ବଦଳି କରାଯାଉ ଇଏ ଗୋଟେ ପଞ୍ଚମ ଦାବି ଷଷ୍ଠ ଦାବି ରହିଛି ଭଦ୍ରକ ଜିଲ୍ଲା ବନ୍ଦ ବ୍ଲକରେ ଯୋଉ ନୂତନ ଭାବେ କାଦବରାଙ୍ଗରୁ ବିଭକ୍ତ ହେଇକି ଗୋଟେ ନୂଆ ପଞ୍ଚାୟତ ହେଲା ବଡବରଚିକିଆ ପଞ୍ଚାୟତ ଏବଂ ସେ ପଞ୍ଚାୟତର ଚାଷୀମାନେ ଯେହେତୁ କାଦବରାଙ୍ଗ ମଣ୍ଡିରେ ଯୋଉ ସମବାୟ ସମିତିରେ ଯୋଉ ଧାନ କିଣା ମଣ୍ଡି ଖୋଲା ହେଇଛି ସେଠାରେ ଶୋଷଣର ଶିକାର ହଉଛନ୍ତି ଏବଂ ଏ ନେଇ ଅନେକ ଚାଷୀ
ସେମାନଙ୍କର ବିବୃତ୍ତି ଦେଇଛନ୍ତି। ତେଣୁ ସେମାନେ ଚାହୁଁଛନ୍ତି ନୂଆ ପଞ୍ଚାୟତରେ ଗୋଟେ ନୂଆ ମଣ୍ଡି ଖୋଲାଯାଉ ଏବଂ ନୂତନ ମଣ୍ଡି ଖୋଲିବାକୁ ଜିଲ୍ଲା ପ୍ରଶାସନ ଗୋଟେ ଲିଖିତ ପ୍ରତିଶ୍ରୁତି ଦଉ। ଏଇ 6ଟି ଦାବିକୁ ନେଇ ଆଜିର ଏହି ସାମ୍ବାଦିକ ସମ୍ମିଳନୀ। ଯଦି ଏ ସାମ୍ବାଦିକ ସମ୍ମିଳନୀ ଦାବି ଗୁଡ଼ିକୁ ପ୍ରଶାସନ ଆଗାମୀ ସପ୍ତାହେରୁ ସପ୍ତାହେ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତାହେଲେ ଆମେ ପ୍ଲା କାର୍ଡ ଧରି ଜିଲ୍ଲାପାଳଙ୍କ ଅଫିସ ଆଗରେ ପ୍ରଦର୍ଶନ କରିବୁ ପ୍ରତ୍ୟେକ ଦିନ। ଏବଂ ଯଦି ତାପରେ ବି ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯାଏ, ତେବେ ଧାରଣା ଏବଂ ପରବର୍ତ୍ତୀ ସମୟରେ ଆମରଣ ଅନଶନ କରାଯିବ। ଇଏ ହେଉଛି ସାମ୍ବାଦିକ ସମ୍ମିଳନୀ ଡାକିବାର ଉଦ୍ଦେଶ୍ୟ। ଆଉ ସବୁଠୁ ବଡ଼ କଥା ହେଉଛି ଏ ସାମ୍ବାଦିକ ସମ୍ମିଳନୀ ଅନଲାଇନରେ କରାଯାଉଛି ଏବଂ ଯାହା ସାମ୍ବାଦିକ ମାନଙ୍କର ପ୍ରଶ୍ନ ଅଛି ସେମାନେ କମେଣ୍ଟରେ ଆମକୁ ପଚାରି ପାରିବେ ଏବଂ ଆମେ ତାକୁ ଲିଖିତ ଉତ୍ତର ଦେଇପାରିବୁ। ବର୍ତ୍ତମାନ ପ୍ରଶ୍ନ ସାମ୍ବାଦିକ ମାନଙ୍କର ମନରେ ଆସୁଥାଇପାରେ ଯେ ଇଏ ଯୋଉ ଅଭିଯୋଗ ଆମେ କରୁଛୁ, ଇଏ ଅଭିଯୋଗ ପଛରେ ଯୋଉ ଦସ୍ତାବିଜ ଗୁଡ଼ିକୁ ସେ ଦସ୍ତାବିଜ ଗୁଡ଼ିକୁ ସାମ୍ବାଦିକ ମାନଙ୍କୁ ଦିଆଯିବା ଦରକାର। ଏହା ଆମେ ହ୍ୱାଟ୍ସଆପ୍ ଗ୍ରୁପ ଯୋଉ ତିଆରି ହେଇଛି ସେଥିରେ ଆମେ ଦେଇଦେବୁ। ତା ସହିତ ଆମେ ମଧ୍ୟ ଏଠି ଦେଖେଇ ଦେବାକୁ ଚାହୁଁଛୁ ଯେ ଦେଖନ୍ତୁ ଯେ ଏ ନେଇ ପ୍ରଥମେ ଅଭିଯୋଗ ଯୋଉ ହେଇଥିଲା, ପ୍ରଥମେ ଏ ନେଇ ଗୋଟେ ଅଭିଯୋଗ କରାଯାଇଥିଲା ଏବଂ ଏ ଅଭିଯୋଗ ଯେତେବେଳେ ଆମେ ପାଇଲେ ଆପଣଙ୍କ ସ୍କ୍ରିନରେ ଦେଖିପାରୁଥିବେ। ଏ ଯୋଉ ଅଭିଯୋଗ ଆସିଲା, ଏ ଅଭିଯୋଗ ଆଇଲା ପରେ ଜିଲ୍ଲାପାଳ ସାରଙ୍କୁ ଆମେ ସିଧାସଳଖ ଜଣାଇଥିଲୁ ଏବଂ ଜିଲ୍ଲାପାଳ କହିଥିଲେ ଯେ ଧନ୍ୟବାଦ ଦେଇଥିଲେ ଯେ ଯାହା ହଉ ଏ କଥାକୁ ଆପଣ ମୋ ନୋଟିସକୁ ଆଣିଲେ ଏବଂ ମୁଁ ଏ ଘଟଣାର ତଦନ୍ତ କରିବି। ଏହାପରେ ଯୋଉ ଆରଟିଆଇ ଯୋଉ ପ୍ରୋଆକ୍ଟିଭ ଡିସକ୍ଲୋଜର ନେଇକି ବିଭିନ୍ନ ସମୟରେ ଆଲୋଚନା ହେଲା ସେଇ ସମୟରେ ଏବଂ ସେଇ ସମୟରେ ଜିଲ୍ଲାପାଳ ଆମ ସହିତ ସିଧାସଳଖ ବି କଥା ହେଲେ ଏବଂ କାର୍ଯ୍ୟାନୁଷ୍ଠାନ ନେଲେ। ଜିଲ୍ଲାର ସମସ୍ତ ଅଫିସର କର୍ମଚାରୀ ମାନଙ୍କୁ ଏ ଦିଗରେ ପ୍ରଶିକ୍ଷଣ ଦିଆଗଲା ସ୍ୱତନ୍ତ୍ର ଭାବେ। ଏଥିପାଇଁ ଗୁଡାଏ ଟଙ୍କା ମଧ୍ୟ ରାଜକୋଷରୁ ଖର୍ଚ୍ଚ ହେଲା। ଯାହା ହଉ ଏସବୁ ପରେ ଯେତେବେଳେ ଏଇ ଯୋଉ ଆପଣଙ୍କର ତଦନ୍ତ ଅଧିକାରୀ ଧାନ କିଣାକୁ ନେଇ ତଦନ୍ତ କରିବାକୁ ଆସିଥିଲେ, ସେ ନେଇ ମଧ୍ୟ ଆମେ କ୍ଷୋଭ ପ୍ରକାଶ କରୁଥିଲୁ ଯେ କିଭଳି ଭାବରେ ସେମାନେ ଆମକୁ ବୁଝାମଣା କରିବା ପାଇଁ ଚାହୁଁଥିଲେ। ଏବଂ ସବୁଠୁ ବଡ କଥା ହଉଛି ଏ କଥାକୁ କାହିଁକି କରାଗଲା ଡିଲେ, ନା ଏଇଥିପାଇଁ ଯେ ଯୋଉ ଅଭିଯୋଗ ଚାଷୀ କରୁଛି ତାକୁ କାଗଜ ପତ୍ରରେ ଇଏ ଅଧିକାରୀ ମାନେ ସବୁ ଏମିତି ସଜେଇଛନ୍ତି ଆପଣ ପ୍ରମାଣ କରିପାରିବେ ନାହିଁ ଯେ ଏମାନେ ସେ ଦୁର୍ନୀତି କରିଛନ୍ତି ବୋଲି। ସେଥିପାଇଁ ଏଇ ତଦନ୍ତକାରୀ ଅଧିକାରୀ ମାନଙ୍କ ଜରିଆରେ ସେମାନେ ସ୍ୱୀକାର କରନ୍ତୁ ଏବଂ ତଦନ୍ତ ବେଳେ ଏକଥା ସ୍ପଷ୍ଟ ହେଇଯାଉ ଯେ ସେମାନେ ଏଇ ସବୁ ଜାଲିଆତି କରିଛନ୍ତି। ତେଣୁ ସେଥିପାଇଁ ଆମେ ଏ କଥାକୁ ଦୀର୍ଘ ଦିନ ଧରି ଗୋଟେ ଫଲୋଅପ୍ ନେଇଥିଲୁ ଏବଂ ତାର ଭିଡିଓ ପ୍ରମାଣ ସଂଗୃହୀତ କରିଦେଇଛୁ ଯେ ସେମାନେ ଫାଙ୍କି ପାରିବେ ନାହିଁ ଯେ ଏ ଦୁର୍ନୀତିକୁ ଆମେ ଅସ୍ୱୀକାର କରିଛୁ ବୋଲି। ଏହାପରେ ଯେତେବେଳେ ଆମେ ଏଇ ଦିଗରେ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତଦାରଖ ପାଇଁ ଯେତେବେଳେ ନିବେଦନ କଲୁ, ସେତେବେଳେ ଜିଲ୍ଲାପାଳ ସାର୍ ଆଉ ଆମର କୌଣସି ଏବଂ ଆମକୁ କହିଥିଲେ ଗତ ବୁଧବାର ଦିନ ଆମ ସହିତ କଥା ହେବେ ବୋଲି କହିଥିଲେ, କିନ୍ତୁ କୌଣସି କଥା ହେଲେ ଯେତେବେଳେ ଖବର କାଗଜରେ ନିୟମିତ ଏନେଇ ଖବର ପ୍ରକାଶିତ ହେଲା, ଜିଲ୍ଲାପାଳ ଆଉ କୌଣସି ଉତ୍ତର ଏ ବାବଦରେ ଦଉନାହାନ୍ତି। ଇଏ ହେଲା ଜିଲ୍ଲାପାଳଙ୍କୁ ଆମେ ଅବଗତ କରିଛୁ କି ନାହିଁ ତାର ପ୍ରମାଣ। ଦ୍ୱିତୀୟ ପ୍ରମାଣ ହଉଛି ଯେ ଆପଣ ଜାଣିବା ପାଇଁ ଚାହୁଁଥିବେ ଯେ ଏଇ ଯୋଉ ଚାଷୀ ଯୋଉମାନେ ପାଇନାହାନ୍ତି ଆଜି ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ, ସେ ନେଇ ଯୋଉ ପ୍ରମାଣ ସବୁ ଅଛି ତାକୁ ଆପଣ ଦେଖିବା ପାଇଁ ଚାହୁଁଥିବେ। ତେଣୁ ମୁଁ ଆପଣଙ୍କୁ ଦେଖେଇ ଦେବା ପାଇଁ ଚାହୁଁଛି। ଇଏ ହଉଛି ସେଇ ଦସ୍ତାବିଜ, ଯୋଉ ଦସ୍ତାବିଜ ଆପଣ ଦେଖିପାରୁଥିବେ ଏଠି ଓଡ଼ିଶା ଷ୍ଟେଟ ସିଭିଲ ସପ୍ଲାଇଜ କର୍ପୋରେସନ ଲିମିଟେଡ ଭଦ୍ରକ, ଯୋଉଟା ସିଏସଓଙ୍କ ଅଫିସ, ସେ ଅଫିସରୁ ଚିଫ ଜେନେରାଲ ମ୍ୟାନେଜର ଫାଇନାନ୍ସ ଯୋଉ ୟୁଏସସିଏସସି ଲିମିଟେଡ ଭୁବନେଶ୍ୱରରେ ଯୋଉ ଅଛନ୍ତି, ତାଙ୍କର ଯେ ଚିଫ ଜେନେରାଲ ମ୍ୟାନେଜର ଫାଇନାନ୍ସର ତାଙ୍କୁ ଦିଆଯାଇଛି 12/2/2024 ତାରିଖରେ ଦିଆଯାଇଛି। ଆପଣ ସ୍କ୍ରିନରେ ଦେଖିପାରୁଥିବେ ଏବଂ ସେଥିରେ ସେଇ ଯୋଉ ଚାଷୀ ମାନଙ୍କର ବ୍ୟାଙ୍କ ପାସବୁକ୍ ଡିଟେଲ ଇନଫରମେସନ, ଲେଟର ଅଫ ଫାର୍ମର୍ସ ଚାଷୀ ମାନେ ଯୋଉ ଦେଇଛନ୍ତି ଆଗରୁ 4/1/2021 ମସିହାରେ, 2020 ମସିହାରେ ଯୋଉ ଚିଠି ସବୁ ହେଇଥିଲା ଏବଂ 22 ମସିହାରେ ଯୋଉ ଗ୍ରିଭାନ୍ସ ହେଇଥିଲା ଏବଂ ଇମେଲ କପି, ଇଏ ସବୁକୁ ସଂଯୁକ୍ତ କରିକି ସିଏସଓ ଅଫିସରୁ ସିଧା ଯାଇଛି ଆପଣଙ୍କର ଗଭର୍ଣ୍ଣମେଣ୍ଟକୁ ଯାଇଛି, ଓଏସଏସ୍ ଲିମିଟେଡକୁ ଯାଇଛି। ଏବଂ ଏଇ ଯୋଉ ଚାଷୀ ମାନେ ଅଛନ୍ତି, ଏ ଚାଷୀ ମାନଙ୍କ ତାଲିକା ଆମେ ଆପଣଙ୍କୁ ଦେଖେଇ ଦେବା ପାଇଁ ଚାହୁଁଛୁ। ଇଏ ଚାଷୀ ହଉଛନ୍ତି 6 ଜଣ। ଜଣେ ହଉଛନ୍ତି ଭାଗବତ ଦାସ, ଉମେଶ ଚନ୍ଦ୍ର ପଣ୍ଡା, ଅର୍ଜୁନ ଚରଣ ସାହୁ, ବିଦ୍ୟାଧର ପରିଡ଼ା, ସୁକାନ୍ତି କର ଆଉ ବାବୁଲି ପ୍ରଧାନ। ଏଇ 6 ଜଣଙ୍କ ଚାଷୀଙ୍କର ପାଖାପାଖି 1.5 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ପଡିଛି। ଯଦି ପ୍ରଥମ ଚାଷୀ ଦେଖିବେ ତାଙ୍କର ପାଖାପାଖି 22,522 ଟଙ୍କା ସେ ଅଦ୍ୟାବଧି ପାଇନାହାନ୍ତି, ଦୀର୍ଘ 5 ବର୍ଷ ହେଇଗଲାଣି। ଦ୍ୱିତୀୟ ଚାଷୀ 26,302 ଟଙ୍କା ପାଇନାହାନ୍ତି। ତୃତୀୟ ଚାଷୀ 10,552 ଟଙ୍କା ପାଇନାହାନ୍ତି। ଚତୁର୍ଥ ଚାଷୀ 42,525 ଟଙ୍କା ପାଇନାହାନ୍ତି ଏବଂ ଯିଏ ପଞ୍ଚମ ଚାଷୀ ସେ 66,202 ଟଙ୍କା ପାଇନାହାନ୍ତି ଏବଂ ଯିଏ ଷଷ୍ଠ ଚାଷୀ ସେ 47,888 ଟଙ୍କା ପାଇନାହାନ୍ତି। ତେଣୁ ଏତେ ପରିମାଣ ଟଙ୍କା ଏ ଚାଷୀ ମାନଙ୍କୁ କାହିଁକି ଦିଆଯାଏ ନାହିଁ, ଇଏ ହଉଛି ତାର ପ୍ରମାଣ। ଏବଂ ଏ ସବୁ ଚାଷୀ ମାନଙ୍କର ଯୋଉ ଡକୁମେଣ୍ଟ ଯାହା
सीएसओ दाखल करछंती केंद्र राज्य सरकार पाखर जो मुख्य विभाग अछि भुवनेश्वर तांका पाखर दाखल करछंती ये तार प्रमाण। द्वितीय रे आपण आउ गोटे प्रश्न चाहूतबे जे जो बड़बरची गाँ रो जने चासी जे कादबरांग सोसाइटी धान पकेइथिले एवं तांकर जो अनियमितता ହେଇଥିଲା से अभियोगटी कौन थिला से अभियोगटी जो अभियोगटी जिलापाल सार को दिया जायतिला मु सेही अभियोगटी आपण देखेबाकू चाहूची ये होउची जहाँ जेहेतु डिस्ट्रिक्ट लेवल पेडी प्रोक्योरमेंट कमिटी रो चेयरमैन अछंती जिलापाल तेणु जिलापाल को ये चासी से अभियोग करथिले एथिरे से स्पष्ट भाव में सब कथा लिखिछंती मु खाली आपणकर कागज पत्र प्रमाण देखिया पे ये होउची तांको जो मेसेज आस्थिला से मेसेज रे तांकर 42.56 क्विंटाल बिक्री करि पारे धान टोकन हेतिला एवं 12 जनवरी 10 फेब्रुआरी भितरे ये धान बिकी परिया कथा ये 25 जनवरी पाखापाखि सॉरी 28 तारिख राति रे धान नैथिले एवं 29 तारिख सकाळ सकाळ तांका धान मंडी रे प्रवेश करथिला किंतु 29 तारिख 30 तारिख जनवरी मासर 3 दिन एवं फेब्रुआरी मासर 10 दिन 13 दिन प्लस अधिका 7 दिन 13 7 20 दिन धान रहिबा परे भी तांका धान उठला नै किंतु जालियाती करी जो मंडी अराइवल एक्नॉलेजमेंट कॉपी बा फार्मर कॉपी देखुछन ये फार्मर कॉपी तांको 10 तारिख रे तयारी करा जायथिले भी तांको 17 तारिख परे दिया जायथिला काहेकि जेहेतु से 29 तारिख धान पकेइले किंतु तांको मंडी अराइवल कॉपी काहेकि एते दिन परे दिया गला ये गुटे प्रश्न आ सबुटे एथिरे सिग्नेचर नाही जो ऑफिसर अछन तांकर सिग्नेचर रही नाही केवल चासी सिग्नेचर रे चासी गुटे धरै दिथिले तापर जेतेबे दो दिन धान बिक्री न करि पाले जेते गणमाध्यम रे ए कथा को आसिला तरबरी भाबे धान उठेले एवं ये होउची से खाता जोडा मंडी रे मेंटेन होउतला सेथिरे 37 थर धान ओजन करा जायछि तांकर 110 बस्ता धान ओजन ହେଇଛି प्रति थରରେ 3 बस्ता होउतले शेष थରରେ 2 बस्ता ये तार प्रमाण एवं ये खाता जेतेबेले ऑफिस की गला सेथिरे ओजन ହେଲା जे मिसै दिया गला जेतेबेले 46.06 क्विंटल ହେଲା एवं सेतरु 3.69 क्विंटल सीधा सड़क माने कटिन छत्री बापट काटी देली ये तार प्रमाण आउ ई 42.37 तांकर रहिबा कथा कटिन छत्री परे भी किंतु कागज पत्र रे जेहेतु पूर्वरु से माने फॉल्स करी कोन करी पकेइथिले आउ का धान जो ई चासी नार उठै दिथिले तेनु 41.516 भेंडर रिसिप्ट देले फल रे 0.887 बा 87 किलो धानर से प्राप्य पर्यंत पाई पाले नाही ये होची तांकर विक्रेतांकर अछि जेथिरे विक्रेतांकर रसीद स्पष्ट भाव रे अछि जे तांकर धान कॉमन एफएक्यू मानर तेणु एथिरे कोनोसी खराब धान नाही तांकर ये होची तार प्रमाण जहा आपन को देखेले किंतु एथिरे ए जो कठिन छटिला तार प्रमाण अछि आ सब कथा ये पूरा प्रमाण रे सीसीटीवी फुटेज अछि सीसीटीवी फुटेज जांच करथिले स्पष्ट हे प्रकृति चासी केबे आसीतिला केबे धान उठिला एवं कोन कठिन छटि हैला कि नै केते उजरे ये सब कथा से आपनकर सीसीटीवी फुटेज रहबा कथा कि सीसीटीवी फुटेज को जहा जणा पडुछि गायब कर दिया जायछि तेणु ये होची चित्र आपण पूरा देखिले एवं एई सब दाबी को नहीं आमे धारणा करिया को जाउछु जो प्रमुख दाबी आपण जो 6टी दाबी सुनिले ए 6टी दाबी जदि प्रशासन ए दिगरे पदक्षेप न नियंती तेबे प्लाक कार्ड धरी प्रदर्शन करा जिवो प्रथम एवं परवर्ती समय धारणा एवं परवर्ती समय अनशन करा जिवा पई निष्पत्ति निया जायछि जदि कौन प्रश्न आमको थाए जेहेतु यह आम ऑनलाइन मोड रे सामाजिक सम्मेलन करूछु जदि कौन प्रश्न थाए आमको कमेंट रे पचारले आमे तार उत्तर एवं जो दस्तावेज दरकार जहाँ मागिबे आमे से दस्तावेज मजे आपनको जोगै दे पारिबु ए जो जहाँ सब दाबी अछि ता पछरे थिबा चाक्षुष प्रमाण रो दस्तावेज आमे दे पारिबु अशेष अशेष धन्यवाद आपण माने हमर ए सामाजिक सम्मेलन को एंटरटेनमेंट करिथिबारु आशा करूछु आपण माने ए कथा को व्यापक भाव में प्रचार प्रसार करेंगे और जिला प्रशासन उपरे गोटे चाप सृष्टि करने निश्चित आपण मानकर सहयोग हाथ आमको निश्चित बढ़ाइबे धन्यवाद नमस्कार।